ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 166। ପ୍ରଭୁ ଲେଖୁଛନ୍ତି ପାପ ଓ ପୁଣ୍ୟର ଦୁଇ ସୂତ୍ରୀୟ ବିଧାନଟିକୁ ଆମ ଉପରେ ଲଦି ଦିଆଯାଇଛି, କାରଣ ଆମେ ସେହି ଆଦର୍ଶ ଜ୍ଞାନ ଏବଂ ଆଦର୍ଶ ଜୀବନର ଅଧିକାରୀ ହୋଇପାରୁନାହୁଁ ଯାହା ଭିତରେ କି ଆତ୍ମା ସ୍ୱତଃସ୍ଫୂର୍ତ୍ତ ତଥା ଅଭ୍ରାନ୍ତ ଭାବରେ ଆମକୁ ତାହାର ଆତ୍ମ ପରିପୂର୍ଣ୍ଣତା ଆଡ଼କୁ ପରିଚାଳିତ କରି ନେଇଯାଉଥାଏ। ଯେତେବେଳେ ଆପଣାର ଅନାବୃତ ମହିମା ସହିତ ଈଶ୍ୱର ରୂପୀ ସୂର୍ଯ୍ୟ ସତ୍ୟ ଏବଂ ପ୍ରେମରେ ଅବସ୍ଥାନ କରୁଥିବା ଆତ୍ମା ଉପରେ କିରଣପାତ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ପାପ ଆଉ ପୁଣ୍ୟର ବିଧାନଟିର ଆମ ଲାଗି ଆଉ କୌଣସି ତାତ୍ପର୍ଯ୍ୟ ରହେ ନାହିଁ। ସେତେବେଳେ ମୋଜେସଙ୍କ ସ୍ଥାନରେ ଖ୍ରୀଷ୍ଟଙ୍କର ପ୍ରତିଷ୍ଠା ହୁଏ, ଶାସ୍ତ୍ର ଗୁଡ଼ିକ ସ୍ଥାନରେ ବେଦର ପ୍ରତିଷ୍ଠା ହୁଏ। ଆମେ ଏହି ପାପ ପୁଣ୍ୟ ବିଷୟରେ ବିଶଦ ଭାବରେ ଆଲୋଚନା ଆଗରୁ ହେଇଛି ଏବଂ ସେତେବେଳେ ଆମେ ଏ ବିଷୟରେ କଥା ହେଇଥିଲେ ଯେ ସତ୍ୟ ସବୁବେଳେ ଆପେକ୍ଷିକ, ଚେତନାର ଯୋଉ ସ୍ତରରେ ରହିଛନ୍ତି ସେଥିପାଇଁ ଯାହା ସତ୍ୟ ଚେତନାର ଆଉ ଟିକେ ଉର୍ଦ୍ଧ୍ୱ ସ୍ତରକୁ ଉଠିଗଲେ ସତ୍ୟ ବଦଳିଯାଏ। ଯେ ପାପ ପୁଣ୍ୟର ସଂଜ୍ଞା ତାହା ମନୁଷ୍ୟକୁ ଏକ ସାମାଜିକ ଗୋଟେ ସାମୂହିକ ଜୀବନଯାପନ କରିବା ପାଇଁ ଏବଂ ପଶୁ ପ୍ରବୃତ୍ତିରୁ ମନୁଷ୍ୟ ଭାବେ ବଞ୍ଚିବା ପାଇଁ ଗୋଟେ ଗୋଟେ ମାଧ୍ୟମ ରୂପେ ତା ପାଖରେ ଗୋଟେ ସମୟ ଥିଲା ଯେତେବେଳେ ପାପ ପୁଣ୍ୟର ସଂଜ୍ଞା ତା ପାଖରେ ଦିଆଯାଇଥିଲା। କିନ୍ତୁ ଏଇ କାରଣଟି କାହିଁକି ହେଇଥିଲା, ସେଥିପାଇଁ ପ୍ରଭୁ ଲେଖୁଛନ୍ତି ଯେହେତୁ ଆମେ ଆତ୍ମା ଦ୍ୱାରା ପୂର୍ଣ୍ଣ ଭାବରେ ପରିଚାଳିତ ହୋଇପାରୁନାହୁଁ ବା ହେଉନାହୁଁ, ସେଠି ସ୍ୱତଃସ୍ଫୂର୍ତ୍ତ ଭାବରେ ତା ଭିତରୁ ଯୋଉ ସ୍ପନ୍ଦନ, ଯୋଉ ଇଙ୍ଗିତ, ଯୋଉ ଭାଷ୍ୟ ଯାହା ବି ଆସୁଛି, ଯୋଉ ସଂକେତ ଆସୁଛି, ତାକୁ ଅଭ୍ରାନ୍ତ ଭାବରେ ଆମକୁ ଆତ୍ମ ପରିପୂର୍ଣ୍ଣତା ଆଡକୁ ପରିଚାଳିତ କରିନେଇ ଯାଇପାରିବ, କିନ୍ତୁ ଆମେ ତାକୁ ଶୁଣୁନାହୁଁ ବା ଆମର ବାହ୍ୟ ଆଧାର ସେଥିପାଇଁ ପ୍ରସ୍ତୁତ ହେଇନାହିଁ ବା ହୋଇନାହିଁ। ତେଣୁ କଣ ହଉଛି, ଆମ ଉପରେ ପାପ ଆଉ ପୁଣ୍ୟର ଗୋଟେ ବୋଧ ବା ବିଧାନ ଆମ ଉପରେ ଲଦି ଦିଆଯାଇଛି। ମାଙ୍କୁ ପ୍ରଶ୍ନ କରାହେଇଛି, ଏହି ପାପ ଓ ପୁଣ୍ୟର ବିଚାରଟି ମନୁଷ୍ୟ ଜାତିର ଆଦୌ କୌଣସି ମଙ୍ଗଳ କରିଛି ବୋଲି ଆପଣ ଭାବୁଛନ୍ତି କି? ମା ଉତ୍ତର କହୁଛନ୍ତି, ଏଠାରେ ଶ୍ରୀଅରବିନ୍ଦ ଯେପରି କହିଛନ୍ତି, କେତେ ହଜାର ବର୍ଷ ପୂର୍ବେ ଯେତେବେଳେ ପାପ ଏବଂ ପୁଣ୍ୟର ବିଧାନଟିକୁ ପ୍ରଦାନ କରାଯାଇଥିଲା, ସେତେବେଳେ ମନୁଷ୍ୟ ସମାଜର ଅଗ୍ରଗତି ଲାଗି ତାହାର ଅବଶ୍ୟ ଆବଶ୍ୟକତା ରହିଥିଲା। ମାତ୍ର ଆଜି ତାହାର ଆଦୌ କୌଣସି ତାତ୍ପର୍ଯ୍ୟ ନାହିଁ, ଏହାର କୌଣସି ଉପଯୋଗିତା ନାହିଁ, ଏଣୁ ଏହାକୁ ମୂଲ୍ୟ ଦେବାର ମଧ୍ୟ ଆଦୌ କୌଣସି ଆବଶ୍ୟକତା ନାହିଁ। ସେତେବେଳେ ଯୋଉ ସ୍ଥିତି ଥିଲା ସେ ସ୍ଥିତିରେ ଆବଶ୍ୟକତା ଥିଲା। ବର୍ତ୍ତମାନ ତାହା ଅତୀତର ହିଁ ଏକ ସମ୍ପତ୍ତି ହୋଇ ରହିଛି ଏବଂ ସେଇ ଅତୀତର ଆଉ କୌଣସି କର୍ତ୍ତୃତ୍ୱ ନାହିଁ। ମାତ୍ର ଏପରି ସମ୍ଭବ କରିବାକୁ ହେଲେ ଏହାର ସ୍ଥାନାପନ୍ନ ଭାବରେ ଏକ ଅଧିକ ଆଲୋକଯୁକ୍ତ ଏବଂ ସତ୍ୟମୟ ବିଧାନର ପ୍ରତିଷ୍ଠା ହୋଇପାରିବା ଉଚିତ। ବିଶୃଙ୍ଖଳା ଏବଂ ଦୁର୍ନୀତି କଦାପି ତାର ସ୍ଥାନ ଗ୍ରହଣ କରିବା ଉଚିତ ନୁହେଁ। ଯଦି ପାପ ପୁଣ୍ୟର ସଂଜ୍ଞା ଯଦି ମନୁଷ୍ୟ ପାଖରେ ନ ରଖାଯାଉଛି, ତେବେ ସିଏ ହିଂସ୍ର, ପଶୁ, ଦାନବ ବା ଅସୁର ପ୍ରବୃତ୍ତିର ହବାର ଅନେକ ନଜିର ରହିଛି, ଅନେକ ଦୃଷ୍ଟାନ୍ତ ରହିଛି। ତେଣୁ ତା ପାଖରେ ପାପ ପୁଣ୍ୟର ସଂଜ୍ଞା ଥିଲେ ଗୋଟିଏ ଅଙ୍କୁଶ ତା ପାଖରେ ଲାଗି ରହେ, ଶୃଙ୍ଖଳିତ ହବା ପାଇଁ କିଛି ନା କିଛି ଗୋଟେ ଭୟ ମାଧ୍ୟମରେ ହଉ ପଛେ ସେ ଶୃଙ୍ଖଳିତ ହବା ପାଇଁ ନିଜକୁ ବାଧ୍ୟ କରେ। ତେଣୁ ମା ଏଠି କହୁଛନ୍ତି, ଯଦି ଏଇ ପାପ ପୁଣ୍ୟର ସଂଜ୍ଞାର ଏବେ ଆଉ ଅସ୍ତିତ୍ୱ ନାହିଁ, କିନ୍ତୁ
ତା ସ୍ଥାନରେ ତା ସ୍ଥାନରେ ଅଧିକ ଆଲୋକଯୁକ୍ତ ଏବଂ ସତ୍ୟମୟ ବିଧାନର ପ୍ରତିଷ୍ଠା ହେବା ଉଚିତ। ଯଦି ପ୍ରତିଷ୍ଠା ନ ହଉଛି ତାହେଲେ କଣ ହବ ନା ବିଶୃଙ୍ଖଳା, ଦୁର୍ନୀତି ଏ ବୃଦ୍ଧି ପାଇବ। ସିଧା କଥା। ଆମେ ବର୍ତ୍ତମାନ ଦେଖନ୍ତୁ, ଯୋଉ ସମୟ ଆସି ପହଞ୍ଚିଲାଣି, ଲୋକ ଆଉ ବିଶ୍ୱାସ କରୁନାହାନ୍ତି ଯେ ଆମକୁ ଭଗବାନ ଦଣ୍ଡ ଦେବେ। ଆମର କିଏ ଉପରୁ ଦେଖୁଛି, ଏଇସବୁ ଜିନିଷ ଯେପରି ଆମ ପାଖରେ, ଅନେକ ବ୍ୟକ୍ତିଙ୍କ ପାଖରେ ଡରୁଛନ୍ତି ବେଳେ ବେଳେ, କିନ୍ତୁ ଅନେକ ସମୟରେ ତାଙ୍କ ପାଖରେ ଆର କିଛି ଅସ୍ତିତ୍ୱ ନାହିଁ ଯେ ହଁ କିଏ ଦେଖୁଛି ମୋର ଡର ହବ, ମୋର ଏଇଟା ହେଇଯିବ ସେଇଟା ହେଇଯିବ। ପାପ ପୁଣ୍ୟର ଗୋଟେ ବିଚାର ବୋଧ ବି ପ୍ରାୟ ଚାଲିଗଲାଣି। ଯିଏ ଯାହା କରୁଛି ମନ ଇଚ୍ଛା କରୁଛି। ଯଦି ସେଇଥିପାଇଁ ବିଶୃଙ୍ଖଳା ବଢି ଚାଲିଛି। ପଇସା ବା ଲାଞ୍ଚ ନେବା, ଅନ୍ୟର କ୍ଷତି ଚିନ୍ତା କରିବା, ମିଛ କହିବା, ଇଏ ସବୁ ଯେତେବେଳେ ପାପ ବୋଲି ବିଚାର କରାଯାଉଥିଲା, ସେତେବେଳେ ବ୍ୟକ୍ତିମାନେ ଡରୁଥିଲେ ମିଛ କହିବା ପାଇଁ। ବ୍ୟକ୍ତିମାନେ କାହାର ଅମଙ୍ଗଳ କରିବା ପାଇଁ ଡରୁଥିଲେ। ସେତେବେଳେ ତାଙ୍କୁ କୁହାହେଉଥିଲା ଯେ ତୁମେ ଯଦି କାହାର ଅମଙ୍ଗଳ ଟିକେ କଲ, ତେବେ ତୁମ ସନ୍ତାନର କ୍ଷତି ହବ, ତୁମ ଘର ପରିବାରରେ ଏଇଟା ପଡିବ, ଏମିତି ପଡିବ, ଗ୍ରହ ଦଶା ପଡିବ। ଏଇ ସବୁ ଡର ଯୋଉ ରହିଥିଲା, ଏବଂ ଯଦି ତୁମେ ଭଲ କାମ କଲ ତାହେଲେ ତମେ ପୁଣ୍ୟ ଅର୍ଜନ କରିବ, ଏବଂ ତୁମର ଇତ୍ୟାଦି 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 ପୁଣ୍ୟ ଅର୍ଜନ ହବା ଫଳରେ ଘଟିବ। ଏଇ ସବୁ ଜିନିଷର ସଂଜ୍ଞା ଥିଲା ବୋଲି ଲୋକେ କଣ ହଉଥିଲେ, ଶୃଙ୍ଖଳିତ ହିଁ ରହିଥିଲେ। ଏବଂ କିଛି କିଛି ବ୍ୟକ୍ତି ଯୋଉମାନେ ବିଶୃଙ୍ଖଳିତ ରହୁଥିଲେ, ପଶୁ ପ୍ରବୃତ୍ତି ରହୁଥିଲେ, ତାଙ୍କ କଥା ଛାଡିଦେଲେ ମଧ୍ୟ ସମାଜ ଗୋଟିଏ ଧାରାରେ ନୈତିକତାର ମୂଲ୍ୟ ବୋଧକୁ ମାପକାଠି କରି ଚାଲିଥିଲା। ଏବେ ଦେଖନ୍ତୁ, ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତା ପ୍ରତିଷ୍ଠା ହେଇନାହିଁ, କିନ୍ତୁ ନୈତିକତା ଭାଙ୍ଗି ଯାଉଛି। ତା ଫଳରେ ଦେଖୁଛୁ ଅବସ୍ଥା ଯାହା ହଉଛି, ଲୋକ ବ୍ୟଭିଚାର କରିବା ପାଇଁ, ଚୋରି କରିବା ପାଇଁ କିଛି ପଶ୍ଚାତପଦ ହଉନାହାନ୍ତି। ଏପରିକି ଦେଖନ୍ତୁ, କାନୁନର ଡର ବି ତାଙ୍କ ପାଖରେ କୌଣସି କାମ ନାହିଁ। ଲୋକ ଜାଣୁଛନ୍ତି ଯେତେ ଯାହା କଲେ ମଧ୍ୟ ଧରା ପଡୁଛନ୍ତି, ତଥାପି କେହି ଜଣେ ଯଦି ଧରା ପଡି ନାହିଁ, ସେଇଟା ତାଙ୍କ ପାଇଁ ଉଦାହରଣ ହେଇ ରହୁଛି। ଏବଂ ସେମାନେ ପାପ ପୁଣ୍ୟର ସଂଖ୍ୟାକୁ ଭୁଲି ଚାହା ଯେତେ ନିମ୍ନ ପ୍ରବୃତ୍ତିର ଦାସ ହେଇପାରିବେ ହେଇ ଚାଲିଛନ୍ତି। ଆପଣ ସାଧାରଣ ଜୀବନରେ ମଣିଷ ମାନେ କରୁଛନ୍ତି, ଯୋଉମାନେ ଆଧ୍ୟାତ୍ମିକ ଜୀବନ ବଞ୍ଚିବା ପାଇଁ ସଂକଳ୍ପ କରି ତପସ୍ୟା ଆଚରଣ କରିବାକୁ ଆସିଛନ୍ତି, ସେମାନେ ମଧ୍ୟ କରୁଛନ୍ତି। ଏବଂ ଏବେ ଅନେକ ବ୍ୟକ୍ତିମାନେ ଯଦିଓ ଧର୍ମାବଲମ୍ବୀ ଭାବରେ ହଉ, ପରମ୍ପରାଗତ ଭାବରେ ହଉ, ଭଗବତ ଆରାଧନାରେ ବ୍ୟସ୍ତ ଅଛନ୍ତି, ତଥାପି ସେମାନେ ସେଇ ପ୍ରକାରର ପ୍ରବୃତ୍ତିରେ ଦାସ ରହୁଛନ୍ତି, ନିମ୍ନ ପ୍ରବୃତ୍ତିର। ମଠ ବା ଆମେ ସିନା ହିନ୍ଦୁ ଧର୍ମରେ ଆମେ ସିନା କହିକି ମଠ ବୋଲି ସବୁବେଳେ ନାଁ ଆସୁଛି। ତେଣୁ ସବୁ ଧର୍ମରେ ଯୋଉଠି ମଣିଷ ରହିଛି, ତା ଇସଲାମ ଧର୍ମ ହଉ, ଖ୍ରୀଷ୍ଟିଆନ ଧର୍ମ ହଉ, ସବୁ ଜାଗାରେ ସେଇ ପ୍ରକାରର ବ୍ୟକ୍ତି ରହିଛନ୍ତି, ଯୋଉମାନେ କି ତାଙ୍କ ପାଖରେ ପାପ ପୁଣ୍ୟର ସଂଜ୍ଞାକୁ ସେମାନେ ଭାଙ୍ଗି ଦେଇଛନ୍ତି, ତାଙ୍କ ପାଖରେ ନାହିଁ। ତେଣୁ ସେମାନେ ଦୁର୍ନୀତି, ବିଶୃଙ୍ଖଳା ଏବଂ ବ୍ୟଭିଚାରରେ ମଧ୍ୟ ଲିପ୍ତ ରହୁଛନ୍ତି। ତେଣୁ ସେଇଥିପାଇଁ ମା ସ୍ପଷ୍ଟ କରୁଛନ୍ତି, କହୁଛନ୍ତି ତାର ସ୍ଥାନାପନ୍ନ ଭାବରେ ଅଧିକ ଆଲୋକଯୁକ୍ତ ଏବଂ ସତ୍ୟମୟ ବିଧାନର ପ୍ରତିଷ୍ଠା ହୋଇପାରିବା ଉଚିତ। ତାପରେ କହୁଛନ୍ତି, ତେଣୁ ତାପରେ ପୁଣି ପ୍ରଶ୍ନ ହେଇଛି, ଏବଂ ଏଇ ଅଧିକ ଆଲୋକଯୁକ୍ତ ବିଧାନଟି ପୁଣି କଣ, ଯୋଉଟା କହିଲି ନା ଅଧିକ ଆଲୋକଯୁକ୍ତ ବିଧାନଟି। ତେଣୁ ମା କହୁଛନ୍ତି, ଯାବତୀୟ ନିୟମର ସ୍ଥାନାପନ୍ନ ଭାବରେ ଯେଉଁ ଦିବ୍ୟ ବିଧାନର ପ୍ରତିଷ୍ଠା ହେବ, ପରିପୂର୍ଣ୍ଣ ଏବଂ ସ୍ୱତଃ ପ୍ରଣୋଦିତ ଭାବରେ ତାହାରି ପରିପାଳନ କରିବା। ଭଗବାନଙ୍କର ନିର୍ଦ୍ଦେଶକୁ ପାଳନ କରିବା
ଏଇଟା ହିଁ ହଉଛି ଅଧିକ ଆଲୋକଯୁକ୍ତ ବିଧାନ। ମାଙ୍କୁ ପ୍ରଶ୍ନ ହଉଛି, ବର୍ତ୍ତମାନ ଏହି ନୂତନ ମନୁଷ୍ୟ ପୁରୁଷଟି ଯେପରି କରୁଛି ସେହିପରି ଭାବରେ ନୈତିକ ଏବଂ ସାମାଜିକ ଯାବତୀୟ ପରମ୍ପରାକୁ ଭାଙ୍ଗି ପକାଇବା କଣ ପ୍ରକୃତରେ ଉଚିତ କି? ଏସବୁ ବସ୍ତୁର କଣ ଆଦୌ କୌଣସି ମୂଲ୍ୟ ନାହିଁ? ବର୍ତ୍ତମାନ ଆମେ ଯେମିତି ଆଲୋଚନା କଲେ, ବର୍ତ୍ତମାନ ଯେହେତୁ ସାମାଜିକ ଯାବତୀୟ ପରମ୍ପରା ସବୁ ଭାଙ୍ଗିଗଲାଣି, ନୈତିକତା ଭାଙ୍ଗିଗଲାଣି, ତେଣୁ ଏ ପ୍ରକାରର ଅବସ୍ଥା ହଉଛି ବୋଲି ଆମେ କହୁଛନ୍ତି। ତେଣୁ ମା ପଚାରୁଛନ୍ତି, ବର୍ତ୍ତମାନ ସମୟ ଭିତରେ ଏସବୁ ବସ୍ତୁର କଣ ଆଦୌ କୌଣସି ମୂଲ୍ୟ ନାହିଁ? ମା କହୁଛନ୍ତି, ଗୋଟିଏ ସମୟରେ ଯାହାର ମୂଲ୍ୟ ରହିଥିଲା, ଆଉ ଗୋଟିଏ ସମୟ ବା ଅବଧିରେ ତାହାର ଆଉ କୌଣସି ମୂଲ୍ୟ ରହୁନାହିଁ। ଯେତେବେଳେ ଶ୍ରୀରାମ ଯେତେବେଳେ ଶ୍ରୀରାମ ଆସିଥିଲେ, ସେତେବେଳେ ନୈତିକତା ପ୍ରତିଷ୍ଠା କରିବା ପାଇଁ ପିତୃସତ୍ୟ, ଭାତୃଭାବ ଏବଂ ଯାହା ଯାହା ଆପଣ ଦେଖିଲେ, ଜଣେ ପୁରୁଷୋତ୍ତମ ହବା ପାଇଁ, ଜଣେ ପୂର୍ଣ୍ଣାଙ୍ଗ ମଣିଷ ହବା ପାଇଁ ଯେଉଁ ଯେଉଁ ଗୁଣ ଗୁଡ଼ିକ ଆବଶ୍ୟକ ରହିଛି, ସେଥିପାଇଁ ଆମକୁ ସିଏ ଗୋଟେ ଉଦାହରଣ ପ୍ରତିଷ୍ଠା କରିଗଲେ ଏବଂ ସେତେବେଳେ ସେ ଶକ୍ତି ସେ କାର୍ଯ୍ୟରତ ଥିଲା। କିନ୍ତୁ ତାହା ବର୍ତ୍ତମାନ ଆଉ କିଛି ଆମକୁ ଯେମିତି ଲାଗୁଛି ଯେ ସମାଜ ଉପଯୋଗୀ ବା ଅଗ୍ରଗତି ଅଭିମୁଖୀ ସେଟା ନୁହଁ। ଅନେକ ବ୍ୟକ୍ତି ତାକୁ ଗ୍ରହଣ କରୁନାହାନ୍ତି। ତେଣୁ ଯେତେବେଳେ ସମୟ ଆଗକୁ ଆଗକୁ ଚାଲିଯାଏ, ସେତେବେଳେ ଗୋଟିଏ ପାବଛ ପରେ ଆଉ ଗୋଟେ ପାବଛକୁ ଆସିଲେ ପୁରୁଣା କଥାଟିର ଆବଶ୍ୟକ ଥାଏ, ନଥାଏ ବୋଲି ନୁହଁ, କିନ୍ତୁ ନୂତନ ସତ୍ୟଟି ପ୍ରତିଷ୍ଠିତ ହେଇଯାଇଥାଏ। ସେଇଟା ହଉଛି ପୁଣି ଗୁରୁତ୍ୱପୂର୍ଣ୍ଣ ହେଇଯାଇଥାଏ। ମା କହୁଛନ୍ତି, ତେଣୁ ଗୋଟିଏ ସମୟରେ ଯାହା ମୂଲ୍ୟ ରହିଥିଲା ତ ଅନ୍ୟ ସମୟରେ ତାର ମୂଲ୍ୟ ରହେ ନାହିଁ। ମାତ୍ର ହଁ, ସେଠି କାହିଁକି କହିଲେ ନା, କାରଣ ମନୁଷ୍ୟର ଚେତନା ସତତ ଅଗ୍ରଗତି କରିବାରେ ଲାଗିଥାଏ। ମାତ୍ର ଆମେ ଯୋଉ ଦେଖନ୍ତୁ, ଏଇ ଯୋଉ ସହଜ କଥାଟେ ସେଇ ଗୋଟେ କଥା ଦେଖୁନାହାନ୍ତି, ଆମେ ଯେତେବେଳେ ଅ ଆ ଅକ୍ଷର ଶିଖିନଥିଲେ, ସେତେବେଳେ ଆମ ପାଇଁ ଚକ କଳ ଯୋଉ ବର୍ଣ୍ଣବୋଧ ବହିଟା ଆମକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମ ପାଇଁ ସେଇଟା ଆବଶ୍ୟକତା ଥିଲା। ବର୍ତ୍ତମାନ ଆମେ ପିଜି କଲେଣି, ଆଉ ସେ ବର୍ଣ୍ଣବୋଧ ବହିର ଅ କ ଖ ଗ ଘ ଘ ମୋ ପାଇଁ ଦରକାର ପଡୁନି। ତେଣୁ ସମୟ ଅନୁସାରେ କଣ ହୁଏ, ମନୁଷ୍ୟ ଯେହେତୁ ଅଗ୍ରଗତି କରିଯାଏ, ତେଣୁ ତାର ଆବଶ୍ୟକ ପଡେନି। ଇଏ ତ ବାହାର ଉଦାହରଣ ଯୋଉଟା ଦେଲେ, ସ୍ଥୂଳ ଅଗ୍ରଗତି କଲେ। ତେଣୁ ଚେତନାର ପାବଚ୍ଛ ପରେ ପାବଚ୍ଛ ଯେତେବେଳେ ଅଗ୍ରଗତି ହେଇ ଯାଉଛି, ସେତେବେଳେ ତାର କିଛି ଆବଶ୍ୟକ ପଡିବ ନାହିଁ, ଯଦି ସେ ଉଚ୍ଚତର ଚେତନାକୁ ଚାଲିଗଲା। ମାତ୍ର ଆମେ ଯେଉଁ ନିୟମଟିକୁ ଆଉ ପାଳନ କରୁନାହୁଁ, ତାହାର ସ୍ଥାନାପନ୍ନ ଭାବରେ ସେଇ କଥା ପୁଣି ଆଉଥରେ କହୁଛନ୍ତି, ଆମକୁ ଭବିଷ୍ୟତର ଉପଲବ୍ଧିଟି ସକାଶେ ଅଗ୍ରଗତିର ପଥକୁ ଉନ୍ମୁକ୍ତ କରିଦେଉଥିବା ଏକ ଉଚ୍ଚତର ଏବଂ ଅଧିକ ସତ୍ୟ ବିଧାନର ପ୍ରତିଷ୍ଠା ଲାଗି ଆମକୁ ଅତ୍ୟନ୍ତ ଯତ୍ନଶୀଳ ହୋଇ ରହିବାକୁ ପଡିବ। ଆଉ ବ୍ୟଭିଚାର ବା ବିଶୃଙ୍ଖଳାକୁ ପ୍ରଶୟ ଦେଲେ ହେବ ନାହିଁ। କେବଳ ଭଗବାନଙ୍କ ପାଇଁ ବଞ୍ଚିବା, ସେଥିପାଇଁ ଆଉ ଯଦି ଆପଣ କୌଣସି ବ୍ୟକ୍ତି, କୌଣସି ଜୀବ, ବସ୍ତୁ ଭିତରେ ଭଗବାନଙ୍କୁ ଦେଖୁନାହାନ୍ତି, ତାହେଲେ ଆପଣ ପ୍ରକୃତରେ ଆଧ୍ୟାତ୍ମିକତା ଗ୍ରହଣ କରୁନାହାନ୍ତି ବା ଭଗବାନଙ୍କୁ ଭଲ ପାଉନାହାନ୍ତି। ଏବେ ଆଉ ଏଇ ଦିନେ ଦି ଦିନ ତଳେ ଆମେ ଏଇ ଜ୍ଞାନ ଆଲୋଚନା କରିଥିଲେ। ଲୋକ କଣ କରନ୍ତି, ସେଇଭଳି ଭାବରେ ସେମାନେ କୁହନ୍ତି, ନା ନା, ମୁଁ କେବଳ ଭଗବାନଙ୍କୁ କଥା ଶୁଣିବି, ଭଗବାନଙ୍କ କଥା ବିଶ୍ୱାସ କରି ଭଗବାନଙ୍କ ପାଇଁ ବଞ୍ଚିବି। ତେଣୁ ତମେ ସବୁ ମଣିଷ ମାନେ ତମେ କାମ ନୁହଁ, ତମ କଥା ମୁଁ ନୁହଁ। ଆରେ ମଣିଷ ଭିତରେ ଭଗବାନ ଅଛନ୍ତି ନା ନାହାନ୍ତି? ଜନ୍ତୁ, ଜୀବଜନ୍ତୁ, ବସ୍ତୁ ଭିତରେ ଭଗବାନ ଅଛି ନା ନାଇଁ? ତାକୁ ପୁଣି ସମ୍ମାନ ଦେବା ଉଚିତ ନା ଉଚିତ ନୁହଁ? ଆମର ଏଇଠି ହେଉଛି ପ୍ରୋବ୍ଲେମ। ତେଣୁ ସେଥିପାଇଁ ଆମକୁ କହୁଛନ୍ତି, ତାର ସ୍ଥାନ ଏକ ଉଚ୍ଚତର ଏବଂ ଅଧିକ ସତ୍ୟ ବିଧାନର ପ୍ରତିଷ୍ଠା ହବା ଉଚିତ। ପ୍ରତିଷ୍ଠା ପାଇଁ ସ୍ଥାନ ନବା ଉଚିତ। ପ୍ରତିଷ୍ଠା ପାଇଁ ଆମେ କଣ କରିବାକୁ ପଡିବ ନା, ଅଧିକ ଯତ୍ନଶୀଳ ହବାକୁ। ଆଉ କେମିତି କଣ ଯତ୍ନଶୀଳ ହବା କହୁଛନ୍ତି? ଏକ ଉଚ୍ଚତର ଏବଂ ଅଧିକ ଭଲ ନିୟମକୁ ଜାଣିବା ଏବଂ ପାଳନ କରିବାକୁ ସମର୍ଥ ନହେବା ପର୍ଯ୍ୟନ୍ତ, ଏଇଟା ହଉଛି ଫାଷ୍ଟ ଷ୍ଟେପ।
ଯେ ପର୍ଯ୍ୟନ୍ତ ଉଚ୍ଚତର ସତ୍ୟ ମୁଁ ପ୍ରାପ୍ତ କରି ନାହିଁ, ଯେ ପର୍ଯ୍ୟନ୍ତ ମୁଁ ଉଚ୍ଚତର ସତ୍ତାର ପରମ ସତ୍ତାଙ୍କର ନିୟମ ପାଳନ କରି ନାହିଁ, ଜାଣି ନାହିଁ, ସେ ପର୍ଯ୍ୟନ୍ତ ପ୍ରଚଳିତ ବିଧାନଟିକୁ ପରିତ୍ୟାଗ କରିଦେବା ଲାଗି ଆମର ଆଦୌ କୌଣସି ଅଧିକାର ନାହିଁ। ହେଲା, ଯେ ପର୍ଯ୍ୟନ୍ତ ଅଧିକ ଭଲ ନିୟମ ଆମେ ଜାଣିନାହାନ୍ତି, ଶାଶ୍ୱତ ପରମ ସତ୍ତାଙ୍କ ସହିତ ଏକାତ୍ମ ହୋଇ ବଞ୍ଚିବା ଏବଂ ତାଙ୍କ ଆଦେଶକୁ ପାଳନ କରିବାକୁ ସମର୍ଥ ହେଇନାହାନ୍ତି, ସେ ପର୍ଯ୍ୟନ୍ତ ମା ଲେଖୁଛନ୍ତି ପ୍ରଚଳିତ ବିଧାନଟିକୁ ପରିତ୍ୟାଗ କରିଦେବା ଲାଗି ଆମର ଆଦୌ କୌଣସି ଅଧିକାର ନାହିଁ। ପୁନଶ୍ଚ ମୁଁ କାଲି ଯାହା ଲେଖିଦେଇଥିଲି ତାକୁ ପୁଣି ଥରେ ପଢିବ, ସେଥିରେ ମଧ୍ୟ ମୁଁ ଏହି କଥାଟିର ବ୍ୟାଖ୍ୟା କରିଦେଇଥିଲି, ଆମେ ଆଲୋଚନା କାଲି କରିଥିଲେ। ଯାହା ପରମେଶ୍ୱର ଇଚ୍ଛା କରୁଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ତାହା ହିଁ କରିବାକୁ ହେବ। ସେଥିପାଇଁ ଆଶ୍ରୟ କରିବା, ପ୍ରାର୍ଥନା କରିବ ଯେ ମୁଁ ତମ କଥା ଶୁଣିପାରୁନି। ନିଜର ପ୍ରତ୍ୟେକ ଗତିବୃତ୍ତି, ପ୍ରତ୍ୟେକ କାର୍ଯ୍ୟର ଆରମ୍ଭରେ ନିଶ୍ଚୟ ତାଙ୍କୁ ସମର୍ପଣ କରି ଆରମ୍ଭ କରିବା, କାର୍ଯ୍ୟର ପ୍ରତ୍ୟେକ ଶ୍ରେୟ ତାଙ୍କୁ ଦବା, ପ୍ରତ୍ୟେକ ଶ୍ରେୟ ତାଙ୍କୁ ଦବା ଏବଂ କାର୍ଯ୍ୟର ସମାପନ ପରେ ପୁନର୍ବାର ତାଙ୍କ ପାଖରେ କୃତଜ୍ଞ ହେବା। ପ୍ରତ୍ୟେକ ମୁହୂର୍ତ୍ତରେ ଆମର ଯୋଉ ଆସ୍ପୁରା ରହିଛି ସେ ଆସ୍ପୁରା ସମ୍ବନ୍ଧରେ ସଚେତନ ରହିବା, ପ୍ରତ୍ୟେକ ମୁହୂର୍ତ୍ତରେ ମାଙ୍କୁ ଆହ୍ୱାନ କରି ନାମ ଜପରେ ନିରନ୍ତର ନାମ ଜପରେ ରତ ରହିବା। ଏ ସବୁ ଜିନିଷ ହଉଛି ଗୋଟିଏ ଛୋଟ ଛୋଟ ପଦକ୍ଷେପ, କିନ୍ତୁ ଏହା କଣ କରିବ ନା ପରମେଶ୍ୱର କଣ ଇଚ୍ଛା କରୁଛନ୍ତି, ପରମେଶ୍ୱରଙ୍କ ପାଖରୁ କଣ ସ୍ପନ୍ଦନ, କଣ ସତର୍କତା, କଣ ନିର୍ଦ୍ଦେଶ ଆସୁଛି ତାହା ଆମେ ଜାଣିବା ପାଇଁ ସମର୍ଥ ହେଇପାରିବା। ତାପରେ ପୁଣି ପ୍ରାର୍ଥନା କରିବା ଯେ ତାକୁ କେମିତି ପାଳନ କରିବା, ପାଳନ କରିବାକୁ ଆମ ଭିତରେ ସାମର୍ଥ୍ୟ ଦେବେ, ଆମକୁ ଉପଯୁକ୍ତ କରିବେ। ସେଥିପାଇଁ ଆମର ଆଧାରକୁ ପ୍ରସ୍ତୁତ କରିବା ପାଇଁ ଯେତେ ଗୁଡିଏ ମାର୍ଗ କହିଛନ୍ତି ତାକୁ ସବୁ ଆମକୁ କରିବାକୁ ପଡିବ, ସଂକୀର୍ଣ୍ଣ ହେବେ ନାହିଁ। ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଯେତେବେଳେ ବିଚାର କରିବାକୁ ଯାଉଛନ୍ତି ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଦେଖିବାକୁ ପଡିବ। ଏଇଭଳି ଭାବରେ ନିଜକୁ ଅଧିକ ନମନୀୟ, ପ୍ରଶସ୍ତ, ଉଦାର କରିବାକୁ ପଡିବ, ସମତା ସ୍ଥିତିରେ ରହିବାକୁ ପଡିବ, ପ୍ରତିକ୍ରିୟା ବିହୀନ ଭାବରେ ଆମକୁ ପ୍ରତିକ୍ରିୟା ବିହୀନ ଭାବରେ ଆମକୁ ସହିବାକୁ ପଡିବ। ଆମେ ଯୋଉ ସବୁ ପ୍ରତିକ୍ରିୟା ହେଇକିରି ପ୍ରତିକ୍ରିୟା ବିହୀନ ଭାବରେ ୱିଥ୍ ଫୁଲ୍ ଏଣ୍ଡୁରାନ୍ସ ଏବଂ ପରମକୁ ଜାଣିବା ପାଇଁ, ପରମକୁ ପରିପ୍ରକାଶ କରିବା ପାଇଁ ନିରନ୍ତର ଆମ ଭିତରେ ଅଭିପ୍ସା ରହିବ। ମା ମା, thank you all, Robert.